ରୁନାଙ୍କ ବିବାହକୁ ନେଇ ଦୁଃଖ ଲାଗୁଛି। ରୁନାଙ୍କ ବିବାହ ଖବର ଶୁଣିବା ପରେ ମୋ ମନରେ ଏକ ଅଜଣା ଦୁଃଖର ଭାବନା ସୃଷ୍ଟି ହୋଇଛି। ଜୀବନରେ ବିବାହ ଏକ ଖୁସିର ଅବସର ହୋଇଥାଏ, କିନ୍ତୁ କେବେ କେବେ କାହାରି ବିବାହର ଖବର ଶୁଣି ମନରେ ଖୁସି ସହିତ ଦୁଃଖ ମଧ୍ୟ ଜନ୍ମ ନେଇଥାଏ। ରୁନାଙ୍କ କଥା ଭାବିଲେ ମୋର ସେହି ଅନୁଭୂତି ହେଉଛି। ରୁନା ଏକ ସରଳ, ଭଦ୍ର ଓ ସମସ୍ତଙ୍କ ପ୍ରିୟ ଝିଅ ଥିଲେ। ତାଙ୍କ ହସ, ତାଙ୍କ କଥାବାର୍ତ୍ତା ଏବଂ ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହ ଲୋକମାନଙ୍କ ହୃଦୟକୁ ଛୁଇଁ ଯାଉଥିଲା। ତାଙ୍କୁ ଦେଖିଲେ ଲାଗୁଥିଲା ଯେ ସେ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଜନ୍ମ ନେଇଛନ୍ତି। ତେଣୁ ତାଙ୍କ ବିବାହର ଖବର ଶୁଣି ଖୁସି ଲାଗୁଥିଲେ ମଧ୍ୟ ମନର ଗୋଟିଏ କୋଣରେ ଦୁଃଖ ରହିଯାଉଛି। ଦୁଃଖର କାରଣ ହେଉଛି ବିବାହ ପରେ ଜୀବନରେ ବହୁତ ପରିବର୍ତ୍ତନ ଆସେ। ଯେଉଁ ଘରେ ସେ ବଡ଼ ହୋଇଥିଲେ, ଯେଉଁଠାରେ ସେ ନିଜର ଶୈଶବ, ହସ, ଖେଳ ଏବଂ ଅନେକ ସ୍ମୃତି ଛାଡ଼ି ଯାଇଛନ୍ତି, ସେହି ଘରକୁ ଛାଡ଼ି ତାଙ୍କୁ ନୂଆ ଜୀବନକୁ ଯିବାକୁ ପଡ଼ିବ। ମା ବାପାଙ୍କ ପାଇଁ ଏହା ଖୁବ୍ ଭାବପ୍ରବଣ ମୁହୂର୍ତ୍ତ। ଯେଉଁ ଝିଅକୁ ସେମାନେ ଅନେକ ସ୍ନେହ ଓ ଆଦରରେ ବଡ଼ କରିଥିଲେ, ସେ ଆଜି ଅନ୍ୟ ଘରକୁ ଚାଲି ଯାଉଛନ୍ତି। ଏହି କଥା ଭାବିଲେ ହୃଦୟ ଭାରୀ ହୋଇଯାଏ। ସାଙ୍ଗମାନଙ୍କ ପାଇଁ ମଧ୍ୟ ରୁନାଙ୍କ ବିବାହ ଏକ ଭାବପ୍ରବଣ ଘଟଣା। ଯାହାଙ୍କ ସହିତ ଦିନକ ପରେ ଦିନ କଥା ହୁଏ, ହସି ମଜା କରାଯାଏ, ଦୁଃଖ ସୁଖ ବଣ୍ଟାଯାଏ, ସେହି ଲୋକ ଯେତେବେଳେ ନୂଆ ଜୀବନରେ ବ୍ୟସ୍ତ ହୋଇଯାନ୍ତି, ଏକ ଶୂନ୍ୟତା ଅନୁଭବ ହୁଏ। ସେହି ସ୍ମୃତିଗୁଡ଼ିକ ଆଉ ପୁରୁଣା ଭଳି ଫେରିଆସେ ନାହିଁ। ଏହି କାରଣରୁ ମଧ୍ୟ ମନରେ ଦୁଃଖ ଜନ୍ମ ନେଇଥାଏ। ତଥାପି ଏହି ଦୁଃଖର ମଧ୍ୟରେ ଆଶାର ଏକ ଆଲୋକ ରହିଛି। ରୁନା ନୂଆ ଜୀବନରେ ସୁଖୀ ହୁଅନ୍ତୁ, ତାଙ୍କ ସମସ୍ତ ସ୍ୱପ୍ନ ପୂରଣ ହେଉ ଏବଂ ସେ ନିଜର ନୂଆ ପରିବାରରେ ସମ୍ମାନ ଓ ଭଲ ପାଇବା ପାଆନ୍ତୁ। ଏହା ହିଁ ଆମର ପ୍ରାର୍ଥନା। ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ସମୟରେ ତାଙ୍କ ପଥ ସୁଗମ ହେଉ ଏବଂ ସେ ସଦା ହସୁଥାନ୍ତୁ। ଶେଷରେ ରୁନାଙ୍କ ବିବାହକୁ ନେଇ ମନରେ ଯେଉଁ ଦୁଃଖ ଅଛି, ତାହା ପ୍ରକୃତରେ ସ୍ନେହ, ଭଲ ପାଇବା ଓ ସ୍ମୃତିରେ ଏକ ପ୍ରତିଫଳନ। ଯେଉଁମାନଙ୍କୁ ଆମେ ହୃଦୟରୁ ଭଲ ପାଉ, ସେମାନଙ୍କ ଜୀବନର ବଡ଼ ପରିବର୍ତ୍ତନ ସମୟରେ ଖୁସି ସହିତ ଦୁଃଖ ମଧ୍ୟ ଅନୁଭବ କରିଥାଉ। ତେଣୁ ରୁନାଙ୍କ ବିବାହ ଯଦିଓ ଏକ ଖୁସିର ଅବସର, ତଥାପି ତାଙ୍କ ସହିତ ଜଡ଼ିତ ଅନେକ ସ୍ମୃତି ମନେ ପଡ଼ିଲେ ଆଖି ଭିଜିଯାଏ ଏବଂ ହୃଦୟରେ ଏକ ମିଠା ଦୁଃଖ ରହିଯାଏ। ମୋର ଶୁଭେଚ୍ଛା ଯେ ରୁନା ସଦା ସୁଖୀ ରୁହନ୍ତୁ ଏବଂ ତାଙ୍କ ନୂଆ ଜୀବନ ଖୁସିରେ ଭରିଯାଉ। ଜୟ ଜଗନ୍ନାଥ।